गुड मॉर्निंग। नमस्कार। समस्त को बहुत बहुत स्वागत आज क्लास रे। आज गोटे गार्जियन एंजल मेडिटेशन करवा समस्त आई थिंक गार्जियन एंजल ना बाहर जाइए ऑलमोस्ट मुझे जानी है ସମସ୍ତେ ୟୁଜ କରିସାରିଲେଣି। ना। ଆଉ ଆଜି ଆପଣ ଯାହା ବି ଅଛି ଆପଣଙ୍କର ଶରୀରର ପୀଡା ମନରେ କଷ୍ଟ ହୃଦୟରେ କଷ୍ଟ ରାଇଟ ଆଉ ଯାହା ବି ଅଛି କଷ୍ଟ ଫିଜିକାଲି ଆପଣ ଷ୍ଟ୍ରେସ୍ ଯାହା ବି ଅଛି ଆଜି କହିବେ କାହାକୁ ଲାଗୁଛି ଯେ ମୁଁ ଏ ମେଡିଟେସନରେ ବହୁତ ବଢିଆ ମଜା ନେଲି ଫିଲିଙ୍ଗସ୍ ମୁଁ ସେୟାର କରିବି ମୁଁ ଜାଣିବା ପାଇଁ ଚାହିଁବି କାହିଁକିନା ଏଇଟା ଫାର୍ଷ୍ଟ ଟାଇମ୍ ମୁଁ କଲି ୟାକୁ ହିନ୍ଦୀରେ ବି କରିନଥିଲି ଓଡ଼ିଆରେ ମୁଁ ତାକୁ ବହୁତ ତା ଉପରେ ଗାଇଡେନ୍ସ ନେଇ କଲି ଗୋଟେ ଲମ୍ବା ପ୍ରକ୍ରିୟାରେ ଏତେ ଜଲ୍ଦି ହେଲାନି ବହୁତ ଜିନିଷ ୟା ଭିତରେ ରଖା ହେଇଛି ବହୁତ ଜିନିଷ ଆମର ସବକନସିୟସ ମାଇଣ୍ଡକୁ ଇନଷ୍ଟ୍ରକ୍ସନ ଦିଆଯାଇଛି ବାକି ଆପଣ ଭାବି ନିଅନ୍ତୁ ଏଇ ଯୋଉ ପ୍ରୋସେସ ଟା ମୋଟାମୋଟି ଆମର ପାଷ୍ଟ ଲାଇଫ ରିଗ୍ରେସନ ସହିତ ମ୍ୟାଚ୍ କରୁଛି ବାସ୍ ଏହି ପ୍ରକ୍ରିୟାରେ ହିଁ ଆମକୁ ପୂର୍ବ ଜନ୍ମକୁ ନେଇକି ଯାଆନ୍ତି ରାଇଟ ତ ସେଠିକି ଘଣ୍ଟାଟେ ଲାଗେ ଯିବା ପାଇଁ ରାଇଟ 45 ମିନିଟ୍स ଲାଗେ କିନ୍ତୁ ତାର ଆଉ ଟିକେ ଡିପ୍ ପ୍ରକ୍ରିୟା ଅଛି ମୁଁ ସେ ଡିପ୍ ପ୍ରକ୍ରିୟାକୁ ଯାଇନି ତା ପୂର୍ବରୁ ହିଁ ଆପଣଙ୍କୁ ଗାର୍ଜିଆନ ଏଞ୍ଜେଲକୁ ମିଶେଇ ଦେଇଛି ତ ଆଜି ଟିକେ ଏକ୍ସପିରିଏନ୍ସ ନେବା ତାକି ମତେ ବି ଟିକେ ବୁଷ୍ଟ ମିଳିବ ଯେ ମୁଁ ଯାହା କରିଛି ସେଥିରେ ଆଉ କିଛି କମି ଅଛି ନା ଆଉ ସେଥିରେ କିଛି ଚେଞ୍ଜେସ୍ ଆଣିବା ଓକେ ରାଜେନ୍ଦର ବେହେରା ମର୍ଣ୍ଣିଂ ସାର୍। ଭଏସ ଆସୁନି ମର୍ଣ୍ଣିଂ ସାର୍। ଆପଣ ହଁ ମଣି କୁହନ୍ତୁ ମର୍ଣ୍ଣିଂ ସାର୍। ମାନେ ଆକ୍ଚୁଆଲି ସାର୍ ଯୋଉ ଉଠେଇ ଦିଅନ୍ତୁ ମେଡିଟେସନ ଟା ଉଠେଇ ଦିଅନ୍ତୁ ଓକେ ଆକ୍ଚୁଆଲି ସାର୍ ଯୋଉ ମେଡିଟେସନ ଟା ହେଲା ମତେ ଲାଗିଲା ବୋଧେ ମୋ ଭାବନା ଟାକୁ ବୋଧେ ଆପଣ ପ୍ରତିଫଳିତ କରିଦେଇଛନ୍ତି। କାରଣ ଫାଷ୍ଟ ଯେତେବେଳେ ଗାର୍ଡିଆନ ଏଞ୍ଜେଲଙ୍କର ଧ୍ୟାନ ମୁଁ ମେଡିଟେସନ କରିଥିଲି ଆପଣଙ୍କୁ ଫାଷ୍ଟ କହିଥିଲି ଯେ ଗୋଟେ ଗ୍ରୀନ କଲର ଡିପ୍ ଫରେଷ୍ଟ ମୁଁ ଦେଖିପାରୁଛି। ଗୋଲ୍ଡେନ କଲର ଲାଇଟ ରହିଛି ମଝିରେ ଗୋଟେ ହ୍ୱାଇଟ କଲର ସର୍କଲ ରହିଛି ବାକି ତା ଭିତରେ ଏଞ୍ଜେଲଙ୍କ ପ୍ରତିଛବି ଦେଖୁଛି। ଆଉ ଗୋଟେ ବ୍ଲୁ କଲର ଡାର୍କ ଲାଇଟ ମାନେ ପୁରା ମତେ ପୁରା ଲାଗିଲା ଯେମିତି କି ମୋ ନିଜର ଅନୁଭବ ଟା ପୁରା ସେଇଠି ଅଛି। ବାକି ଆପଣ ଯେତେବେଳେ କହୁଛନ୍ତି ଯେ ହ୍ୱାଇଟ କଲର ଲାଇଟ ଟା ପଡୁଛି ମତେ ଲାଗୁଛି ଯେମିତି ପୁରା 3D ମୋଡରେ ଯେମିତି ଫିଲ୍ମ ମାନଙ୍କରେ ଯେମିତି ଉପରୁ ଗୋଟେ ସୋ ଲେଜର ଫୋ ଲାଇଟ୍ ମାନଙ୍କରେ ଲେଜର ଲେଜର ଲାଇଟ ଲାଇଟ୍ ଗୋଟେ ପଡି ଯାଉଛି। ହଁ ସେମିତି ଗୋଟେ ଲାଇଟ ପୁରା ଆସୁଛି ପୁରା ଏମିତି ପଡୁଛି ତା ଭିତରେ ମୁଁ ପଡି ଯାଉଛି ଏଇଭଳିଆ ମାନେ ଏକ୍ସପିରିଏନ୍ସ ଟା ବହୁତ ବଢିଆ ରହିଲା। ଆଉ ପୁରା ବଗିଚା ପ୍ଲସ ଯୋଉ ବସିବା ସ୍ଥାନ ମାନେ ଯେମିତି ଫିଲ୍ମରେ ଯେମିତି ଜୁମ ହେଇକା ଆସେ ପାଖକୁ ସେମିତି ଜୁମ ହେଇକା ମାନେ ଭିଜୁଆଲାଇଜ ଟା ମତେ ବହୁତ ବଢିଆ ହେଲା। ଯେ ମତେ ଲାଗୁଛି ଯେ ମୁଁ ବୋଧେ ସେ ଭିଜୁଆଲାଇଜ କାଟାଗୋରୀର କାହିଁକିନା ମୁଁ ଯେତେବେଳେ ବି ଆଖି ବନ୍ଦ କରେ ଭିଜୁଆଲାଇଜ ଟା ମତେ ବହୁତ ବଢିଆ ଲାଗେ ସବୁ ସମୟରେ। ତ ଏଇ ମେଡିଟେସନ ଟାକୁ ବହୁତ ଏଞ୍ଜୟ କଲି ସାର୍। ମାନେ ୟା ଭିତରେ ମତେ ବହୁତ ବଢିଆ ଲାଗିଲା। ଚलो ଆଉ ଠିକ ଅଛି ବହୁତ ବଢିଆ ବେଶୀ ନେବାନି ଲମ୍ବା ଓକେ ସମସ୍ତଙ୍କ 2-3 ମିନିଟ୍ କଥା ହବା ଆଉ ସାର୍ କିଛି ସାର୍ କହୁଥିଲେ ସାର୍ ରାଜେନ୍ଦ୍ର ନାଇଁ ନାଇଁ ସାର୍ ଠିକ ଅଛି ବହୁତ ବଢିଆ ଚଲ ଲାଗିଲା। ଚलो ବହୁତ ହରପ୍ରିୟା ମ୍ୟାଡାମ 2 ମିନିଟ୍ କହିବେ ଅନମ୍ୟୁଟ କରନ୍ତୁ ଓକେ। ନା ମତେ ତ ବହୁତ ଭଲ ଲାଗିଲା ମତଲବ ମୁଁ ଏକଦମ ହାଲକା ହେଇଯାଇଥିଲି। ଆଉ ସେ ଯେମିତି ଗ୍ରୀନ ଲାଇଟ ଗ୍ରୀନ ନୁହେଁ ତ ବ୍ଲୁ ଲାଇଟ ଫାଷ୍ଟ ଗ୍ରୀନ ତାପରେ ବ୍ଲୁ ତ ମତେ ଲାଗିଲା ଯେ ମୁଁ ଏକଦମ ଆକାଶରେ ଅଛି ଆଉ କୋଉଠି ନାହିଁ ମାନେ ଏକଦମ ମତେ ଫରେଷ୍ଟ ପାର୍କ ଟା ଫିଲ୍ ଲାଗିଲା। ଆଉ ପୁରା ମାନେ ପୁରା ଦେଖିଲି ଯେ ଧଳା ଇଏ ପରି ଟାଇପ ର ମତେ ହକ୍ କରିକି ଆ ମୁହଁରେ କାହିଁ ମନ ଦୁଃଖ କରୁଛୁ ବୋଲି ପଚାରୁଛନ୍ତି ଏମିତି ଏମିତି ହାତ କରିକି ତ ମୁଁ ଦୁଇ ଜଣଙ୍କୁ ଅନେଇଥିଲି ଏକଦମ ହାଲକା ଏବେ ବି ମତେ ଲାଗୁଛି ସେଇ ସମୟ ଟା ମତେ ଲାଗିଲା ମୁଁ ମାନେ ନାହିଁ ବସିନି ଏଠି ଏକଦମ ଗୋଟେ ଆକାଶର ଯେମିତି ଯୋଉ ଆପଣଙ୍କର ବ୍ଲୁ ହ୍ୱାଇଟ ର ଯୋଉ କମ୍ବିନେସନ ଟା ବୁଲେ ବାଦଲ ତ ମୁଁ ତ ଫିଲ୍ କଲି ସେଇଟା ବାଦଲରେ ଥିଲା ବୋଲି ମତେ ଲାଗିଲା। ଏବଂ ଆଖି ବନ୍ଦ କରି ଯେତେବେଳେ କହିଲେ ହାତଟାକୁ ଇଏ କର ତ ସେଇ ଦୁଇଟି ଲାଇଟ ପୁରା ମୁଣ୍ଡରେ ରହିଛି ଏତିକି ଫିଲ୍ କଲି ହାଲକା ଭଲ ଲାଗୁଛି ଲାଗିଲା ମତେ।
ଯେମିତି କପଡା ଟାକୁ ମୋଡି ଦେଇକି ଏମିତି ଝାଡି ଦିଅନ୍ତିନି ସେ ଯୋଉ ହାଲକାଟା ମତେ ଆଚ୍ଛା। ବି ସେମିତି ଓକେ ଓକେ, ବହୁତ ବଢିଆ। ଏତିକି ସତ ବା ରିଲାକ୍ସ ହେଲି ଭଗବାନ ଜାଣନ୍ତି ତାଙ୍କ ଠିକ ଉପରେ ତ ଅଛି ନା, ଭରସା। ଆଜ୍ଞା। ଧନ୍ୟବାଦ। ଓକେ, ସସ୍ମିତା ମ୍ୟାଡାମ। ସାର୍ ବହୁତ ଭଲ ଲାଗିଲା, ବହୁତ ହାଲକା ଲାଗିଲା, ଫିଲିଂସ୍ ଭଲ ଲାଗିଲା, ବହୁତ ଭଲ ଲାଗିଲା ସାର୍। ଆପଣ ଡିପ୍ ଥିଲେ, ଆପଣ ଡିପ୍ ଚାଲି ଯାଇଥିଲେ। ହୁଁ। ହଁ। ଚଲନ୍ତୁ, ମଜା ଆସିଲା। ଅଶୋକ କୁମାର, ସମସ୍ତଙ୍କ ସହିତ ଗୋଟେ ଗୋଟେ 2-2 ମିନିଟ୍ କଥା ହେଇଯିବା। ସାର୍ ହଁ ଭଲ ଲାଗିଲା ସାର୍, ମୁଁ ପୁରା ଫିଲ୍ କରିଲି ପାର୍କ ଯେମିତି ଯାଏ ଯୋଉ ପାର୍କ, ମୁଁ ସେ ପାର୍କ ଟା ପୁରା ଫିଲ୍ କରିଛି ବସିଛି ବେଞ୍ଚ ରେ। ଆମର ଇନ୍ଦିରା ଗାନ୍ଧୀ ପାର୍କ ଅଛି ଏମଜେଲ ଗୋଟେ ପକେଟ ଗୋଟେ ସେଠି ଅଛି ଆକୃତି, ସେଇଠି ଲାଗିଲା ଯେ ଆସୁଛନ୍ତି ସେଇ ଟାଇପର ଫିଲ୍ ହେଲା, ବସିକି ସେଠି ଏନ୍ଜୟ। ମାନେ ଆଇଜି ପାର୍କ ଚାଲିଗଲେ ଆପଣ? ସେଠି ଗୋଟେ ଏଞ୍ଜେଲଙ୍କର ଅଛି ତ ସାର୍, ଦେଖିବେ ଅଛି ତା ଭିତରେ? ହଁ ଗୋଟେ ମାନେ ନାଇଁ ଗୋଟେ ପ୍ରତିମୂର୍ତ୍ତି ଅଛି ପକ୍ଷୀ ଟାଇପ ର, ଚେୟାର ଆଚ୍ଛା, ପଡିଥିବ ସେଠି, ସେଇଟା। ଓକେ ଓକେ। ମୁଁ, ମୋର କାହିଁ ନଜର ନାହିଁ। ମୁଁ ଯାଏ ସେ ପାର୍କକୁ ଯାଉଥିଲି କେତେ 2001ରେ ମୁଁ ସେଠି ରହୁଥିଲି ସେତେବେଳେ, ଏମଏଲଏ କଲୋନୀରେ ରହୁଥିଲି। ମୋର ଗୋଟେ ସାଙ୍ଗ, ମୋର ବାପା ଏମଏଲଏ ଥିଲେ। ସେ ସମୟରେ ମୁଁ ଯେତେବେଳେ ଷ୍ଟାର୍ଟିଂ ବିଜନେସ କରୁଥିଲି, ସେଇ ସମୟରେ ମୁଁ ଯାଏ, ସବୁବେଳେ ସକାଳେ ଯାଏ। ମୁଁ କାହିଁ ଦେଖିନି, ତାପରେ ମୁଁ ଆଉ ସେଟା ଯାଇନି। ଏବେ ହେଇଛି ଇନ୍ଦିରା ଗାନ୍ଧୀଙ୍କ ଷ୍ଟାଚ୍ୟୁ ପାଖରେ ହେଇଛି, ଗୋଟେ ପକ୍ଷୀର ଟାଇପ ର ଗୋଟେ ତିଆରି କରାଯାଇଛି, ଓକେ ଚେୟାର ପଡିକି ସେଠି ଭଲ। ଓକେ, ତାହେଲେ ବହୁତ ବଢିଆ। ଆଇଜି ପାର୍କ ଚାଲିଗଲେ, ସେଠି ଏଞ୍ଜେଲ ସହିତ ମିଶିଲେ, ସବୁ ଦୁଃଖ କଷ୍ଟ କହିଲେ ଯାହା। ହଁ ସାର୍, ଦୁଃଖ ଜଣାଇଛି। ଚାଲ, ଠିକ ଅଛି, ଧନ୍ୟବାଦ ସାର୍। ମୁରଲି ସାର୍। ସାର୍ ସାର୍ ନମସ୍କାର। ନମସ୍କାର, ଗୁଡ ମର୍ଣ୍ଣିଂ। ଗୁଡ ମର୍ଣ୍ଣିଂ ସାର୍। ଫିଲ୍ କଲି ଟିକେ ଟିକେ, ମାନେ 100% ଫିଲ୍ କରିନି କିନ୍ତୁ ଫିଲ୍ କଲି କିଛି କିଛି, ଆଉ ଭଲ ବି ଲାଗିଲା, ଅସୁବିଧା କିଛି। କହିଲେ ତ ଯାହାବି ଅସୁବିଧା ହଁ ଆପଣଙ୍କର, ପର୍ସନାଲ ହଁ ଅସୁବିଧା କହିଲି। କହିଲା ପରେ ତାଙ୍କର ରିପ୍ଲାଇ କଣ ମିଳିଲା? କଣ ପିକ୍ଚର ଦେଖିଲେ ରିପ୍ଲାଇ ମେସେଜରେ? ନା ରିପ୍ଲାଇ କିଛି ନାହିଁ, କହିଲି ଆପଣ ଖାଲି। ଜଣଙ୍କୁ କହିବେ, ପୁଣି ତାଙ୍କ ତ ମୁହଁକୁ ଦେଖିବେ ନା, ସେ ମତେ କଣ ରିପ୍ଲାଇ ହଁ ଦଉଛନ୍ତି। ନାଇଁ ସେମିତି କିଛି ଫିଲ୍ କରିନି, ମୁଁ ଖାଲି ମୁଁ ଆଚ୍ଛା ସେ, କହିବାଟା ଫିଲ୍। ଆଚ୍ଛା ଆପଣ ଖାଲି କହିବାଟା କରିଲେ, ଓକେ, ଠିକ ଅଛି। ଚାଲ, ବିଶ୍ୱ କିଶୋର, ତମେ ବି ପୁରା ଡିପ୍ ଚାଲି ଯାଇଥିଲ, ମଜା ଆସିଲା। ଆଜ୍ଞା ସାର୍, ବହୁତ ମଜା ଆସିଲା ସାର୍। ମୁଁ ଏମିତି ରାସ୍ତା କଡରେ ବସିଲି ଆଉ ଆସିକି ମତେ ପଚାରିଲେ କଣ ହେଲା ଏମିତି ବସିଛି, ସବୁ ମୋ ମନ କଥା କହିଲି, ଆଉ ବହୁତ ହାଲକା ବି ଲାଗିଲା। ଆଜ୍ଞା। ମନର ଆଉ କଥା ଯଦି ଫିଲ୍ ଆମେ କଲି। ପାଖ ଲୋକଙ୍କୁ କହିବା, ସେ ଧୋକା ଦେବେ, ତାର ଫାଇଦା ଉଠେଇବେ। ଆଜ୍ଞା। ଆପଣଙ୍କ ପାଖରେ ଜଣେ ଆସିଗଲେ ଏଞ୍ଜେଲ, ସବୁବେଳେ ତାଙ୍କ ସହିତ ସେଇ ନିଜ କଥା ହିଁ ସେୟାର କର। ସେ କେବେ କାହାର ଫାଇଦା ନେବେନି, କେବେ କାହାର ଫାଇଦା ହଁ ସାର୍, ନେବେନି, ଆପଣଙ୍କୁ ହେଲ୍ପ କରିବେ। ହୁଁ। କହିଲେ ହେଇଯିବ ସବୁ, ଧୀରେ ଧୀରେ ସବୁ କ୍ଲିୟର ହେଇଯିବ। ୱାଓ, ଏତେ ସବୁ ଯଦି ଗୋଟେ ରନିଂ ଭିଡିଓ ବନେଇଦେଲେ, ଆପଣଙ୍କର ଭାବି ନିଅନ୍ତୁ ହେଇଗଲା, ବାସ୍। ରାଇଟ, ଏତେ ଛୋଟ କଥା ନୁହଁ, ମଜା କଥା ନୁହଁ, ତାକୁ ଆମେ ଗୋଟେ ଭିଡିଓ ଫର୍ମାଟ ରେ ଦେଖିବା। ଆଉ ଏତେ ଡିପଲି ଯିବା, ତମେ ପୁରା ଡିପ ରେ ଥିଲ, ଗୋଟେ ପୋସ୍ଚରରେ ବସ ଷ୍ଟାର୍ଟିଂ ରୁ ଏଣ୍ଡିଂ ଯାଏଁ। ହୁଁ, ବହୁତ ଆଜ୍ଞା ବଢିଆ। ସାର୍। ମେଡିଟେସନ ମୋର ଆଗରୁ ବି କେବେ ମନେ। କରୁଥିଲେ? ଆଜ୍ଞା ସାର୍। ଆଗରୁ କେବେ ମେଡିଟେସନ ହେଇଛି ପ୍ରାକ୍ଟିସ? ନା ସାର୍ କେବେ ହେଇନି, ଏଇ ଯେବେଠୁ କ୍ଲାସ ମେଡିଟେସନ କରୁଛି ଆଉ। ଓକେ, ଚାଲନ୍ତୁ, ବହୁତ ବଢିଆ। ମିଥାଲି ମ୍ୟାଡାମ ଅନମ୍ୟୁଟ କରନ୍ତୁ। ଆପଣଙ୍କର ଭଏସ ଆସୁନି। ହଁ ସାର୍। ଓକେ, କୁହନ୍ତୁ ଆପଣଙ୍କର ଅନୁଭୂତି କୁହନ୍ତୁ, ଅନୁଭବ କୁହନ୍ତୁ। ବହୁତ ସୁନ୍ଦର ସାର୍, ବହୁତ ସୁନ୍ଦର ଥିଲା ଅନୁଭୂତି ଟା। ସେଠି ଗୋଟେ ଗାର୍ଡେନ, ମାନେ ବହୁତ ସୁନ୍ଦର ଫୁଲ ଫୁଟିଥିଲା, ସବୁ ଧୂଆଁ ଧୂଆଁ ଥିଲା। ବେଞ୍ଚ କହିଲେ, ସେ ବେଞ୍ଚ ବି ସେମିତି ଥିଲା, ଆସିକି ବସିଥିଲେ। ମୁଁ ତାଙ୍କୁ ହକ୍ ବି କଲି, କୋଳରେ ଶୋଇଲି ବି। ବହୁତ ମୋ ଦୁଃଖ ବି ଜଣେଇଲି ତାଙ୍କୁ, ସବୁ ଠିକ ହେଇଯିବ ବୋଲି କହିଲେ।
ଆଉ ମତେ ତ ବହୁତ କାନ୍ଦ ବି ଲାଗିଲା ସାର୍, କାହିଁକି ଏତେ ପାଖରେ ଦେଖିଲା ବେଳେ ବହୁତ ଇ ଲାଗିଲା ମତେ। ଆପଣ କହିଲେ ନୀଳ ରଙ୍ଗର ସବୁ ଲାଇଟ୍ ଦେଖ ସବୁ, ମତେ ତ ପୁରା ମୋ କୃଷ୍ଣା ହିଁ ଦେଖାଗଲେ, ପୁରା ସେମିତିଆ ନୀଳ ନୀଳ। ସେଇ ମା ବି ଆସିଥିଲେ, ମୁଁ ଯାହାକୁ ବେଶୀ ମାନେ, ସେ ବି ଆସିଥିଲେ, ମୁଁ ତାଙ୍କୁ ସବୁ ଦୁଃଖ ଜଣେଇଲି। ମତେ ବହୁତ ଭଲ ଲାଗିଲା ସାର୍, ଆଜି ମୁଁ ପୂଜା ଉଜା କରିକି ବି ମୁଁ ଭାବିଲି ମୋ ପାଖକୁ ସବିଏ ପଳେଇ ଆସିଛନ୍ତି ବୋଲି। ବହୁତ ବଢିଆ ହାଲକା ଲାଗିଲା ହେଇଗଲେ, ସାର୍। ପୁରା ପୁରା ହାଲକା ସାର୍ ହେଇଗଲେ। ପୁରା, ହଁ ସାର୍। ମତେ ସେଠୁ ଆସିବା ପାଇଁ ବି ଇଚ୍ଛା ହଉନଥିଲା, ବହୁତ ବଢିଆ ଲାଗୁଥିଲା ସାର୍ ଜାଗା ଟା। ପୁରା ଚଲନ୍ତୁ ସତ ଚଲ। ପରିକା ଲାଗୁଥିଲା ସାର୍। ହଁ ସତ ସାର୍ କେତେବେଳେ ଲାଗିବ ଯେ। ଫାର୍ଷ୍ଟରେ, ହଁ ସାର୍ ଫାର୍ଷ୍ଟରେ ହିଁ ଏମିତିଆ, ତ ଆହୁରି ଅଛି 5 ଦିନ। କାଲି କାଲି ଆମେ କରିବା ଆର୍କେଞ୍ଜେଲ ମାଇକେଲଙ୍କର ମେଡିଟେସନ କାଲି ରହିବ, ତାଙ୍କର ସାର୍ ପ୍ରୋଟେକ୍ସନ ଆପଣ। ହଁ, ସାର୍ ତେଣୁ ସବୁଦିନେ ଗୋଟେ କିଛି କିଛି ରହିବ, କାହିଁକି ନା ଦେଖନ୍ତୁ ଏତେ ସବୁ କେହି ଦଉନାହାନ୍ତି କୋର୍ସ ଭିତରେ, ହଁ ସାର୍ କିନ୍ତୁ ମୁଁ ଦଉଛି। ମୁଁ ଦଉଛି ମେଡିଟେସନ ପ୍ରକ୍ରିୟା କିଏ ପୁରଉନାହାନ୍ତି ଏତେ। ସାର୍ ମୁଁ ଦଉଛି କାହିଁକି ନା ମୁଁ ଜାଣିଛି ମେଡିଟେସନ ଗୋଟେ ମନୁଷ୍ୟର ଜୀବନ ପରିବର୍ତ୍ତନ କରିଦବ। ମୁଁ ବିନା ଗୁରୁରେ ଯେତିକି ମେଡିଟେସନ କରିଛି, ମାନେ ଅନବିଲିଭେବଲ, ମାନେ ମୁଁ ଯେତେବେଳେ ଜାଣିନେଲି ଯେ ମେଡିଟେସନ ଏତେ ପାୱାର ଅଛି, ଯେତେବେଳେ ଯୋଉ ମେଡିଟେସନ ଦରକାର ପଡିଲା ମୁଁ ବସିଲି କଲି। ତା ଭିତରେ ଚିନ୍ତା ସାର୍ କଲି ନା ମତେ ଏଥର ଗୋଟେ କଣ ଟ୍ରାକ୍ ଭିତରେ କରିବା ଦରକାର, ଗୋଟେ ମେଣ୍ଟରସିପ ନେବାକୁ ପଡିବ। ତାପରେ ମେଣ୍ଟର ନେଇକରି ଧୀରେ ଧୀରେ ଗୋଟେ ଦିଟା ତିନିଟା ଚାରିଟା ପାଞ୍ଚଟା ଛଅଟା ଏମିତି କରି କରି ଗୋଟେ ଗୋଟେ ମୋର ଗୁରୁ କରିବା ଆରମ୍ଭ କଲି। ତାପରଠୁ ମେଡିଟେସନରେ ଆପଣ ସାର୍ ୟୁ ଟର୍ନ ନେଇପାରିବେ। ସାର୍ ଆପଣ ବିନା ଗୁରୁରେ କଲେ, ଆମେ ତ ପୁରା ଦେବ ଗୁରୁକୁ ପାଇଛୁ ସାର୍, ଆପଣଙ୍କ ରୂପରେ ଦେବଗୁରୁ ପାଇଗଲୁ ସାର୍। ଏତେ ତ ବଢିଆ ଲାଗୁଛି, ଆପଣ ପୁରା ଦେବଗୁରୁ ଆମ ପାଇଁ। ଚାଲନ୍ତୁ ଏଇଟା ଦେଖନ୍ତୁ, ଆପଣଙ୍କର କିଛି ଅସୁବିଧା ଅଛି ମତେ କୌଣସି ନା କୌଣସି ମାଧ୍ୟମରେ ଆପଣଙ୍କ ପାଖରେ ମୁଁ ପହଞ୍ଚିବି। ବାକି ଯୋଉ ସାର୍ ସମୟ ଟା ଆପଣଙ୍କୁ ମିଳୁଛି ମୋ ସହିତ କନେକ୍ଟ ହେବା ପାଇଁ, ମୁଁ ଚେଷ୍ଟା କରୁଛି ମୋର ଏଫର୍ଟ ଅଧିକା ରହୁ। ମୁଁ ଏବେ ଏବେ କହିବା ପାଇଁ ଗଲେ ମୁଁ 3 ଘଣ୍ଟାରୁ 4 ଘଣ୍ଟା ଶୋଇପଡୁଛି, ତାଠୁ ଅଧିକା ଶୋଇପାରୁନି। ତା ଭିତରେ ଏତେ ସବୁ କାମ ରହୁଛି, ଏତେ ସବୁ ବ୍ୟାକଏଣ୍ଡ କାମ ରହୁଛି, ଏତେ ସବୁ ପ୍ରକ୍ରିୟା ରହୁଛି। କେବଳ ଏଥିପାଇଁ ଏଫୋର୍ଟ ଦଉଛି, ମୁଁ ହିନ୍ଦୀର ପ୍ରୋଗ୍ରାମ ବି ନେବା ବନ୍ଦ କରିସାରିଲିଣି। ସାର୍ ମୁଁ ଦେଖିପାରୁଛି ଏଠି ଯୋଉମାନେ ସବୁ ମୋ ସହିତ କନେକ୍ଟ ହଉଛନ୍ତି ନା, ମୁଁ ଆହୁରି ସେମାନଙ୍କ ସହିତ ଅଧିକା କନେକ୍ଟ ହେଇଗଲିଣି। ଯାହାଦ୍ୱାରା ମୁଁ ଚାହୁଁଛି ଆହୁରି ଆପଣଙ୍କ ଲାଇଫରେ ଭ୍ୟାଲୁ ଆଡ୍ କରିବା ପାଇଁ, ଆହୁରି ଭ୍ୟାଲୁ ଆଡ୍ କରିବା ପାଇଁ, ମାନେ ଯୋଉ ଜିନିଷ କେହି କରୁନାହାନ୍ତି ମୁଁ ସେଇଟା କରିବା ପାଇଁ ଚାହୁଁଛି। ମୁଁ ତ ଲାଇଫରେ ଆସିଥାନ୍ତି ଆପଣଙ୍କୁ ଗୋଟେ କେବଳ ପାଠ ପଢେଇ ଦେଇ ପଳେଇଥାନ୍ତି, କାହିଁ ସାର୍ କରୁଛି ଯୋଉଟା। ଯୋଉ ପରିବର୍ତ୍ତନ ଆସିଲେ ମତେ ଖୁସି ଲାଗୁଛି, ମୁଁ ଯୋଉ ଖୁସିଟା ମତେ ଯୋଉ ଦାୟିତ୍ୱ ଦେଇଛନ୍ତି ଯେ ଲୋକଙ୍କ ଜୀବନରେ ଭ୍ୟାଲୁ ଆଡ୍ କରିବା ପାଇଁ, ଆଉ ଯୋଉଥିରେ ଆପଣଙ୍କର ଭ୍ୟାଲୁ ଆଡ୍ ହେଲେ ଆପଣଙ୍କ ମୁହଁରୁ ଯୋଉ ଖୁସିଟା ମିଳୁଛି, ମତେ ସେଇଟା ହିଁ ଦରକାର। ମୋ ପାଇଁ ପଇସା ଦରକାର, ମୁଁ କେବେ ବି ପଇସା ପାଇଁ ପଛରେ ଦୌଡେନି। କେବେ ବି ମୁଁ କହିନି ଯେ ମତେ କୋଟିପତି କରିଦିଅନ୍ତୁ, ମତେ ଗୋଟେ ସେଇ ଲେବୁଲକୁ ନେଇଯାଆନ୍ତୁ, ଏଇ ଲେବୁଲରେ। ମୁଁ ସବୁବେଳେ କହିଛି ଯେ ସମସ୍ତଙ୍କ ମୁହଁରେ ମତେ ହସ ଦେଖିବା ପାଇଁ ଯାହା ଯାହା ତରିକା ଅଛି ମତେ ବ୍ୟବହାର କରନ୍ତୁ। ମୁଁ ମାନେ ଯୋଉ ବାତ୍ୟା ଆସିଲେ ବି ଯେମିତି ଗୋଟେ ପୋଲ ଖମ୍ବ ଯେମିତି ହଲିବନି, ମୁଁ ସେମିତି ହିଁ ଅଛି। ଯେତେ ଯାହା ମୋ ଜୀବନରେ ଆସିଛି ନା, ମୁଁ କେବେ ହଲିନି। ମୁଁ ଏତିକି ବି ଜାଣିଛି ଯେତେ ଅସୁବିଧା ଆସିଲେ ମୋ ଜୀବନରେ ମତେ କେହି ହଲେଇ ପାରିବେନି। ଓକେ ଚାଲନ୍ତୁ। ସାର୍ ମଜା ଆସିଗଲା ଆପଣଙ୍କୁ, ପୁରା ହାଲକା ହେଇଗଲେ ଆପଣ। ଓକେ ହଁ, ପୁରା ସାର୍ ପୁରା। ଚାଲନ୍ତୁ, ମଜା ଆସିଗଲା। ଓକେ ବିଜୟଲକ୍ଷ୍ମୀ ମ୍ୟାଡାମ, ସାର୍ କରୁଥିଲେ ମେଡିଟେସନ? ସାର୍ ଆଜ୍ଞା, ବସିଥିବେ, ଅଛନ୍ତି କଲେ ଅଛନ୍ତି ଠିକ ରେ କଲେ? ଆଜ୍ଞା କୁହନ୍ତୁ ଅଛନ୍ତି। ଆପଣ କୋଉ ପର୍ଯ୍ୟନ୍ତ ଗଲେ, ଏଞ୍ଜେଲଙ୍କୁ ମୋ ସହିତ କନେକ୍ଟ ହେଲେ, କଣ କେତେ ପରିମାଣରେ କନେକ୍ଟ ହେଲେ? ସାର୍ ଆପଣ ଯଦି ହାତ ପାଦ ଏମିତି ସବୁ ହଲେଇବାକୁ ନ କହିଥାନ୍ତେ, ମୁଁ ବୋଧେ ଆଉ ଫେରି ନଥାନ୍ତି, ଆଉ ନର୍ମାଲକୁ ଆସିନଥାନ୍ତି। ମୁଁ ତା ନାଇଁ ଭିତରେ ଏଇଟା ରହିଯାଇଥିଲି। ପ୍ରକ୍ରିୟା, ନ କହିଲେ ଅସୁବିଧା ହବ। କାହିଁକି ନା ଯେତେବେଳେ ପାଷ୍ଟ ଲାଇଫ ରିଗ୍ରେସନ ମୁଁ ନଉଛି ଏ ପ୍ରକ୍ରିୟାରେ, ଜଣେ ଡିପ ରେ ଯଦି ଚାଲିଯାଏ ନା, ତାକୁ ଆଣିବାକୁ ପଡେ। ସାର୍ ସମୟ ମୁଁ ସେଇଠି ସମୟରେ ସେ ରହୁଛି। ଆସିପାରନ୍ତିନି। ମୁଁ ଦେଖିଛି ଏଇଟା, କାହିଁକି ନା ଏଇ ପ୍ରାକ୍ଟିକାଲରେ ମୁଁ ପାଷ୍ଟ ଲାଇଫ ଥେରାପିଷ୍ଟ କିଛି ପରିମାଣ ଏଥିରେ ପୁରେଇଛି। ତେଣୁ ମୁଁ ଯଦି ଏଇ ପ୍ରକ୍ରିୟାରେ ନ ଆଣିବି, ଯୋଉମାନେ ଡିପ୍ ଚାଲି ଯାଉଛନ୍ତି ନା, ତାଙ୍କୁ ଆସିବାଟା ଅସୁବିଧା ହବ। ସାର୍ ମୁଁ ସେଇଠି ତେଣୁକରି ମୁଁ ରହିଯାଇଥାନ୍ତି। ମୁଁ ପୁରା ସେଇଠି ଇନଷ୍ଟ୍ରକ୍ସନ ଦେଲି ରହିଯାଇଥିଲି। ବ୍ରେନକୁ, ଯେ ସବକନସିୟସ ମାଇଣ୍ଡକୁ, ଯେ ଏଇ ପ୍ରକ୍ରିୟାରେ ଆପଣ ରିଟର୍ନ କରିବେ। କୁହନ୍ତୁ କେମିତି ଏକ୍ସପିରିଏନ୍ସ ହେଲା? ସାର୍ ମୁଁ ତା ଭିତରେ ପୁରା ରହିଯାଇଥିଲି ସେଠି। ମୁଁ ଆଉ ଏଇଠିକି ଆସିନଥାନ୍ତି ଯଦି ଆପଣ ନ କହିଥାନ୍ତେ, ମୁଁ ସେଠି ରହିଯାଇଥାନ୍ତି ଆଜି।
ସତରେ ପୁରା ରିଅଲ ଲାଗିଲା। ଆଉ ଆଚ୍ଛା। ମୋ କଥା ସରିନଥିଲା, ଆପଣ ପୁଣି ଫେରେଇ ଆଣିଲେ ଆଉ। ମୁଁ ଆଞ୍ଜେଲକୁ ଯାହା କହିବାର ଥିଲା କହୁଥିଲି, ମୋର ଚାଲିଥିଲା କଥାବାର୍ତ୍ତା ସରିନଥିଲା, ଆପଣ ପୁଣି ଫେରେଇ ଆଣିଲେ ଏଠିକି ଆଉ। ଓକେ ଓକେ, କିଛି ଅସୁବିଧା ନାହିଁ, କରିବା ଆଉ ଥରେ ମେଡିଟେସନ ନହେଲେ କିଛି ଭଲ ଅସୁବିଧା ଲାଗିଲା, ନାହିଁ। ବହୁତ ଭଲ ଲାଗିଲା। ହୁଁ। ଏଇଟା ଗୋଟେ ନୂଆ ଜିନିଷ, ବହୁତ ଭଲ ଲାଗିଲା। ହଉ, ବହୁତ ବଢିଆ, ଚାଲ। ଥ୍ୟାଙ୍କ ୟୁ। ଚନ୍ଦନ, ଲାଇନ ପଳେଇଛି। ସାର୍ କରେଣ୍ଟ ପଳେଇଛି। କରିପାରିଲ ଠିକ ରେ? ହଁ ସାର୍, ବହୁତ ବଢିଆ ଲାଗିଲା। ମୁଁ ସାର୍ ଯାଇଥିଲି, କୃଷ୍ଣଙ୍କୁ ବି ଦେଖା ହେଲା, ନୀଳ ରଙ୍ଗ ଯେତେବେଳେ କହିଲେ, ମୁଁ ଫାଷ୍ଟ ପୁରା ଆପଣ ନୀଳ କଲର କହିଲେ ମୋ ଦେହରେ ପୁରା ଭରିଗଲା ଅଟୋମେଟିକାଲି। ଆଚ୍ଛା। ତାପରେ ମୁଁ ଧୀରେ ଧୀରେ ପାଇଲି, ସେ ବଇଁଶୀ ବଜେଇଲେ, ମୁଁ ନାଚିଲି, ସିଏ ବି ନାଚିଲେ। ତାପରେ ମାନେ ସବୁ ଲାଇଟ କହିଲେ, ହନୁମାନଙ୍କର କିରଣ ମାନେ ହାତରୁ ଆସିଲା, ଯୀଶୁଙ୍କର ବି 2 ଜଣ ଯାକ ଆସିଲେ, ତାଙ୍କ ସାଙ୍ଗରେ ଦୁଃଖ ସେୟାର କଲି, କାନ୍ଦି ପକେଇଲି ପୁରା, ମୁଁ ନିଜେ ବି କାନ୍ଦି ପକେଇଲି। ଆଉ ଆଚ୍ଛା। ସିଏ ମତେ କୁଣ୍ଢେଇକି ସିଏ ବି କାନ୍ଦିଲେ। ତାପରେ ସାର୍ ଆପଣ ମାନେ ଛାଡିବାକୁ ସେଠୁ ଇଚ୍ଛା ନଥିଲା, ଆପଣ ପୁଣି ମତେ ଡାକିଲାରୁ ମୁଁ ସେଠୁ ରିଲିଜ ହେଇକି ଆସିଲି। ଏଇ ୱାଓ, ଟାଇପ ର ଫିଲ୍ ହେଲା। ହଁ, ବହୁତ ମଜା ନଉଛନ୍ତି ଆପଣ ମାନେ। ଆଜ୍ଞା ବାସ୍ ଏମିତି ଜୀବନ ଟାକୁ ଏନଜୟ କରନ୍ତୁ। କିଛି ନାହିଁ ଆଜ୍ଞା ଜୀବନରେ, ଦୁଃଖ କଷ୍ଟ ଆକୁ ତାକୁ ତା ସହିତ ଝଗଡା ପାଣ୍ଡିଆ ଗୋଟେ ସବୁ ଆମର କିଛି ଫାଇଦା ନାହିଁ। ଖାଲି ମନକୁ ଯଦି ଆଜ୍ଞା ଆମେ ଖୁସି ଦେଇପାରିବା, ନିଜ ଆତ୍ମାକୁ ଖୁସି ଦେଇପାରିବା, ଦୁନିଆରେ ତାଠୁ ବଡ ଜିନିଷ କିଛି ନାହିଁ, କିଛି ନାହିଁ। ରାଇଟ। ସେ ସାର୍ ଚଳନ୍ତୁ। ମତେ ରିମାଇଣ୍ଡ ବି କରାଇଲେ। ଆଜ୍ଞା। ସାର୍ ମତେ ରିମାଇଣ୍ଡ କରେଇଲେ, ଯୋଉ ଦୁର୍ଘଟଣା ସବୁ ଘଟିଥିଲା, ମୁଁ ତୁମକୁ ଏଇଥିରୁ ରକ୍ଷା କରିଥିଲି, ଏଇଥିରୁ ସେ ଆଚ୍ଛା। କହିଲେ, ମୁଁ କହିଲି ମୁଁ ବି ଫିଲ୍ କରିଛି, ମୁଁ ଫିଲ୍ କରିଛି, ଆଉ ମୁଁ ନିଜେ କହିଲି ମୁଁ ବି ଫିଲ୍ କରିଛି, ଆପଣ ମତେ ରକ୍ଷା କରିଛନ୍ତି ବୋଲିକି, ଏଇ ଟାଇପ ର ସବୁ କଥାବାର୍ତ୍ତା ହେଲେ, ବହୁତ କାନ୍ଦ ଲାଗିଗଲା ମତେ। ହଁ, ହଁ, ଚାଲନ୍ତୁ, ଚାଲନ୍ତୁ, ଆଜ୍ଞା ସାର୍, ବହୁତ ବଢିଆ, ଥ୍ୟାଙ୍କ ୟୁ। ବହୁତ ବଢିଆ, ବହୁତ ବଢିଆ। ଓକେ, ଆଉ କିଏ ରହିଲେ? ସ୍ମୃତି। ସାର୍ ନମସ୍କାର। ନମସ୍କାର, ଗୁଡ ମର୍ଣ୍ଣିଂ। ଛାତ ଉପରେ ବସୁଛନ୍ତି, ଗୁଡ୍ 2 ଜଣ ଛାତ ଉପରେ ବସୁଛନ୍ତି, ମିଥାଲି ମ୍ୟାଡାମ ଆଉ ଶ୍ରୁତି। କୁହନ୍ତୁ, ଏଞ୍ଜେଲ ସହିତ ମିଶିଲେ, ଗାର୍ଜେନଙ୍କ ହଁ ସହିତ? ହଁ ମିଶିଲି ସାର୍, ବଟ୍ ଫିଲିଂ ଟିକେ ଟିକେ କମ୍ ରହୁଥିଲା। ଫିଲିଂ କଣ ରହୁଥିଲେ ନା, ସାର୍ ଆପଣ ଡିପଲି କରୁନଥିଲେ, ଆପଣଙ୍କର ହାତ ଗୋଡ ଚାଲୁଥିଲା। ହଁ ଫିଲିଂସ ଟା କେତେବେଳେ ଆସିବ? ଆମେ ଡିପ ରେ ଯଦି ଚାଲିଯିବା, ସେଠି ମଜାଟା ଆସିବ। ଆକ୍ଚୁଆଲି ଆମର ସେ କୋଉଠି ନା କୋଉଠି ମେଡିଟେସନ ଯୋଉ ଆବସେଣ୍ଟ ଅଭ୍ୟାସ। ମାଇଣ୍ଡ ହଉଛନ୍ତି। ହୁଁ। ହଁ 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 ଅଭ୍ୟାସ ନାହିଁ, ମୁଁ ଜାଣିପାରୁଛି, ଦେଖନ୍ତୁ। ଅଭ୍ୟାସ ନଥାଇକି ବି ମିଥାଲି ମ୍ୟାଡାମ କରିପାରିଲେ, ବିଜୟଲକ୍ଷ୍ମୀ ମ୍ୟାଡାମ ହଁ ବି କରିପାରିଲେ, ସୁସ୍ମିତା ମ୍ୟାଡାମ ବି କରିପାରିଲେ, ରାଇଟ। ଆମର କଣ ହରପ୍ରିୟା ମ୍ୟାଡାମ ବି କରିପାରିଲେ। ଏମାନଙ୍କର ଏମାନେ ଆଗରୁ କେବେ ମେଡିଟେସନ କରିନଥିଲେ, ଫିର ବି ହୁଁ ସେ ହୁଁ କରିପାରିଲେ। ଆମେ କଣ ନା, ଟିକେ ଷ୍ଟ୍ରେସ ରହୁଛି ବୋଧେ ମନ ଭିତରେ, ରାଇଟ, ଯାହା ଦ୍ୱାରା କି ଆମେ ସେଇ ଏନର୍ଜି ଭିତରକୁ ଆସିପାରୁନେ, ଆଉ ସେଇ ଜିନିଷଟାକୁ ଏକ୍ଜାକ୍ଟଲି ଅନୁଭବ କରିପାରୁନେ, ରାଇଟ। ଏଥିପାଇଁ ନା ଟିକେ ରାଇଟ୍ ପ୍ରକ୍ରିୟା ଦରକାର, ହାବିଟ ଦରକାର। ଏତେ ଶୀଘ୍ର ହବନି। ଆମକୁ 30 ବର୍ଷ, 35 ବର୍ଷ, 40 ବର୍ଷ, 50 ବର୍ଷ, ଏଇ ବର୍ଷ ଆମେ ଏତିକି ଦିନ ହେଲା କଣ ନା, ଆମ ବ୍ରେନ କୁ ପୁରା ରଷ୍ଟ ଲଗେଇ ଦେଇଛନ୍ତି, ମାନେ କଳଙ୍କି। ରାଇଟ୍ କଳଙ୍କି ଲାଗିଛି ଯଦି 30 ବର୍ଷ, 40 ବର୍ଷ, 50 ବର୍ଷ ହେଲା, ତାକୁ କଣ ଆମେ 2 4 ଦିନରେ, 15 ଦିନରେ କାମ କାଟି ଦେଇ ପାରିବା କି? ସମ୍ଭବ ନୁହଁ। ହୁଁ ତେଣୁ ଟିକେ ସମୟ ଲାଗିବ, କିନ୍ତୁ ସେଥିପାଇଁ ଆମକୁ କନସିୟସଲି ପ୍ରେଜେଣ୍ଟ, ଆପଣ ନିଜର ମନକୁ ରଖିବାର ଅଛି ପ୍ରେଜେଣ୍ଟ ଲାଇଫରେ, ତାହେଲେ ହେଇପାରିବ। ରାଇଟ୍ ଓକେ, ଠିକ ଅଛି। ଓକେ ମେଡିଟେସନ ସବୁ ହଉ ଆପଣ ମାନଙ୍କୁ ଦିଆଯିବ କ୍ଲାସ ସରିଲା ପରେ। ହୁଁ। ଆ ଓକେ ଦେଲା ପରେ ଆପଣ ଆପଣଙ୍କର ସୁବିଧା ଅନୁସାରେ କରିବେ। ଓକେ, ସେମିତି କିଛି ଅସୁବିଧା ନାହିଁ। ଓକେ ଓକେ ଓକେ। ଓକେ। ସ୍ୱାଗତିକା ମ୍ୟାଡାମ, ଅନମ୍ୟୁଟ କରନ୍ତୁ। ଆଉ ଜଣେ 2 ଜଣ ସରିଲା, ତାପରେ ଯିବା ପାଠ୍ୟକ୍ରମ। ଡିପ୍ ମେଡିଟେସନ ଆପଣଙ୍କର ହଉଥିଲା, କୁହନ୍ତୁ ଏକ୍ସପିରିଏନ୍ସ। ମୁଁ ତ ପୁରା ପଳେଇଥିଲି, ଯାଇକି ଯେମିତି କହିଲେ ସେମିତି ବସିଥିଲି। ସମସ୍ତେ ବସିଥିଲେ, ତାଙ୍କ ସାଙ୍ଗରେ କଥା ହେଲି। ଆଉ ଫେରିଲା ବେଳକୁ ମୋ ବେକ ପୁରା ରହିଯାଇଛି, ମୋ ଗୋଡ ପୁରା ଝିମ୍ ଝିମ୍ ହେଇକି ଶୋଇଛି ହେଇଯାଇଛି। ଓକେ, କଣ ଦୁଃଖ ସବୁ କହିଲେ ତ, ଯାହା ଯାହା କହିବା କଥା ମନରେ ଥିଲା। ଆଜ୍ଞା ଆଜ୍ଞା। କଣ ରିପ୍ଲାଏ ଦେଲେ? ସେ ଖାଲି ଶୁଣିଲେ, ଆଉ ମୁଁ କହିଲି ଯେ, ମୁଁ ମୋ କଥା କହିଲି, ସେ ଶୁଣିଲେ।
ବାସ୍ ତାପରେ ତ ଆଉ ସେ କିଛି କହିବା ଆଗରୁ ଆପଣ କହିଲେ ଫେରିବାକୁ ଫେରି ଆସିଲି। ମୁଁ 3 ମିନିଟ୍ 4 ମିନିଟ୍ ଦେଲି ଆପଣଙ୍କୁ, ଏତେ ଥିଲା ଆପଣଙ୍କର କହିବା। କିଛି ଅସୁବିଧା ନାହିଁ, ତାକୁ ନେକ୍ସଟ ଟାଇମ ଯେତେବେଳେ ଆପଣ ମୁଁ ଦେଲା ପରେ ତାକୁ ପ୍ରାକ୍ଟିସ କରିବେ କହିବା ପାଇଁ। ହଁ ମେ ବି ଦେଖନ୍ତୁ, ଯୋଉ ଏନର୍ଜି ଆମେ ଏଠି ଅନୁଭବ କରିପାରୁଛେ ମେଡିଟେସନ ରେ, ଇଣ୍ଡିଭିଜୁଆଲ କଲାବେଳେ ସେ ଏନର୍ଜି ଆପଣ ଫିଲ୍ କରିପାରିବେ ନାହିଁ। ଓକେ, କାହିଁକି ନା ଆମର ସମସ୍ତଙ୍କର ଗୋଟେ ଗୋଟେ ଏନର୍ଜି କ୍ରିଏଟ ହଉଛି, ପଜିଟିଭ ଭାଇବ। ସେ ଭାଇବ ରେ ଯେତେବେଳେ ଆପଣ ବସୁଛନ୍ତି, ଆପଣ ଅଟୋମେଟିକାଲି ନ ଚାହିଁଲେ ବି ଅଟୋମେଟିକାଲି ଆପଣଙ୍କର ସିରିୟସନେସ୍ ଆସିଯାଏ। ଆଉ ଯେତେବେଳେ ପର୍ସନାଲି କରିବେ ନା, ଏଇ ଭାଇବ ଟା ମନ ଭିତରେ କୋଉଠି ନା କୋଉଠି ଟିକେ କମି ରହିବ, ଟିକେ ଅଧେ ରହିବ, ବଟ୍ ଆମେ କମାଣ୍ଡ ଦିଅନ୍ତୁନି ମନକୁ ଯେ କମି ରହିବ ବୋଲି। ମୁଁ ଚାହୁଁଛି ଆପଣ ତାକୁ ଡିପଲି ହିଁ କରନ୍ତୁ। ଆପଣ କମାଣ୍ଡ ଦିଅନ୍ତୁ ଆପଣ ନିଜ ବ୍ରେନକୁ, ମୁଁ କରିପାରିବି, ଆଜି ଯାହା କରିଛି ଯେମିତି କରିଛି ତାଠୁ ଆହୁରି ବଢିଆ କି କରିବି, ଏଇ ପ୍ରକାର କମେଣ୍ଟ ଦିଅନ୍ତୁ, ହେଇପାରିବ। ଓକେ, ଆଉ ଠିକ ଅଛି। ଚାଲନ୍ତୁ, ଆଉ କିଏ ରହିଲେ? ମନୋଜ ପାଣିଗ୍ରାହୀ, ଆପଣ ଟିକେ ଡିଷ୍ଟର୍ବାନ୍ସ ହେଲେ ମଝିରେ, କାହିଁକି, କଣ ଅସୁବିଧା ହେଲା? ଭଏସ ଆସୁନି ଆପଣଙ୍କର। ସାଉଣ୍ଡ ର ଅସୁବିଧା ଦେଖାଦେଲା। ଆଜ୍ଞା, ସାଉଣ୍ଡ ଅସୁବିଧା ଦେଖାଦେଲା, କଥା ଆସିଲାନି। କାହାର କଥା ଆସିଲାନି? ମତେ ଆପଣଙ୍କ କଥା କଟିଗଲା, ଆଉ ଜମା ଭଏସ ଆସିଲାନି। ତାହେଲେ ମତେ କୁହନ୍ତୁ, ଆପଣଙ୍କ ସମସ୍ୟା ନା ମୋ ସମସ୍ୟା? ସାର୍ ମୁଁ ମାନେ କ୍ଲିୟର ଆସୁଥିଲା, ହଠାତ୍ ଠିକ ଷ୍ଟାର୍ଟିଂ ରୁ ପ୍ରୋବ୍ଲେମ ଆସିଲା। ମତେ ଆନ୍ସର ଦିଅନ୍ତୁ, ସମସ୍ୟା କୋଉଠି ଥିଲା, ମୋ ପାଖରେ ନା ଆପଣଙ୍କ ପାଖରେ? ମୋ ପାଖରେ ସାର୍। ୟେସ୍, ମୁଁ କହିଥିଲି ନା, ଟିକେ ଏଇ ପ୍ରକ୍ରିୟାରେ ନା ଟିକେ ନେଟ କୁ ଆମେ ଠିକ ରେ ରଖିବା, ଯାହାଦ୍ୱାରା କି ଆମକୁ ଡିଷ୍ଟର୍ବାନ୍ସ କରିବନି। କାଲି ସାର୍ କିଛି ଅସୁବିଧା ନଥିଲା, ଆଜି ହଠାତ୍ ଏମିତି ଅସୁବିଧା ହେଲା। ମୁଁ ଚାହୁଁଥିଲି ଆପଣ ଆପଣଙ୍କ ଝିଅ ଉଭୟ ମଜା ନିଅନ୍ତୁ ଆଜି, କିନ୍ତୁ ଆପଣ ଡିଷ୍ଟର୍ବ ହେଇଗଲେ। ଆପଣଙ୍କୁ କିଛି ନା କିଛି ନେଗେଟିଭ ଏନର୍ଜି ଆପଣଙ୍କୁ ଡିଷ୍ଟର୍ବ କରିଦେଲା ଆଜି। କିଛି ଅସୁବିଧା ନାହିଁ, ଆଜ୍ଞା ଓକେ, କିଛି ଅସୁବିଧା ଆଜ୍ଞା ନାହିଁ। ଆମେ, ମୁଁ ଦେବି, ଦେଲା ପରେ ତାକୁ ପ୍ରାକ୍ଟିସ କରିବୁ। ଓକେ, ଆଜ୍ଞା। ଚାଲନ୍ତୁ, ଆଉ କିଏ ରହିଲେ? ନିକୁନ, ନିକୁନ ଅନମ୍ୟୁଟ କର। ନିକୁନ, ସଞ୍ଜୟ ମାରିଣ୍ଡେ, ଅନମ୍ୟୁଟ କର। ସାର୍ ନମସ୍କାର। ନମସ୍କାର। କାଲି ସକାଳୁ ସକାଳୁ ଡ୍ୟୁଟିରେ ପଳେଇଲେ? ଆଜ୍ଞା ହୁଁ। ସାର୍। ଆଜ୍ଞା ସାର୍। ଏଇ 4 ଦିନ 5 ଦିନ ଟିକେ ସମୟ ଦିଅ। ହୁଁ। ଆଜି ବି ଆଜ୍ଞା ଲେଟ ରେ ଜଏନ କଲ, ଅସୁବିଧା କଣ ହେଲା, ଲେଟ ରେ କାହିଁକି ଆସିଲେ? ସାର୍ ଟିକେ ଲେଟ୍ ହେଇଗଲା ସାର୍, ନେଟୱାର୍କ ଏଠି ଭଲ ପାଉନି ସାର୍। ନାଇଁ, ଉଠିବାରେ ଅସୁବିଧା ହଉଛି କି? ମୁଁ କଲେ ଲିଲିମାକୁ ଆପଣ କହିଦିଅନ୍ତୁ, ସେ ଫୋନ କରିବ। ସାର୍ ବୁଝିଲେ ଠିକ ନା? ଟାଇମରେ ହିଁ ଉଠିଲି ସାର୍। ତେଣୁ ମୁଁ ଚାହୁଁଛି ମେଡିଟେସନ ଟା, ନୂଆ ମେଡିଟେସନ ସବୁଦିନ ହଉଛି, ତେଣୁକରି ଠିକ ସମୟରେ ଯୋଗଦାନ କରିବାଟା ୱାଇଜ। ଆଜ୍ଞା ମେଡିଟେସନ କଲେ, ଆଜି କଲେ? ହଁ ସାର୍, ସେତେବେଳକୁ ମେଡିଟେସନ ଷ୍ଟାର୍ଟ ହେଇଯାଇଥିଲା ସାର୍। ହଁ, ଏ ହେଇଯାଇଥିଲା, ବ୍ଲୁ 5 ମିନିଟ ଲାଇଟ୍ ହେଇଯାଇଥିଲା। ନା ଯୋଉଠୁ ଜଏନ କଲେ ସାର୍। ସେଠୁ କନେକ୍ଟ କରିକି ଆଗକୁ ଯାଇପାରିଲେ ତ? ଆଜ୍ଞା ସାର୍। କୁହନ୍ତୁ, ଏକ୍ସପିରିଏନ୍ସ କୁହନ୍ତୁ। ଆଜ୍ଞା ସାର୍, ଭଲ ଲାଗିଲା ପାର୍କ ବି ଦେଖାଯାଇଥିଲା, ଆଉ ବେଞ୍ଚ ରେ ବସିକି କଥା ହେଲା। କଣ କଥା ହବ? ସାର୍ ନିଜ ମନ କଥା କହିଲେ ସାର୍। ଆଚ୍ଛା, ଶୁଣିଲେ ସବୁ କଥା? ଆଜ୍ଞା ଆଜ୍ଞା। କଣ କହିଲେ ଶୁଣିଲା ଆଜ୍ଞା ପରେ? ସାର୍। ଶୁଣିଲା ପରେ କଣ କହିଲେ? ସାର୍, ସବୁ ଇଚ୍ଛା ପୂରଣ କରିବେ ବୋଲି। ଠିକ ଅଛି, କିଛି ଅସୁବିଧା ନାହିଁ, କାଲିଠୁ ଟିକେ ସମୟରେ ଯୋଗଦାନ କରିବା। ଓକେ, ଯଦି ଚ୍ୟାଲେଞ୍ଜେସ୍ ଆସୁଛି ଉଠିବାରେ, ତାହେଲେ ଲିଲିମାକୁ ଫୋନ କରିକି କହିଦେଲେ ସେ ଉଠେଇଦବ। ହେଲା, ସବୁ ସୁବିଧା କରାହଉଛି, ସେଥିପାଇଁ କିଛି ବ୍ୟସ୍ତ ନାହିଁ। କିନ୍ତୁ ମୁଁ ଚାହୁଁଛି
100% एफर्ट दियंतु, पूरा समय दियंतु। मु जिन समय दउछि आपण मानकु, आपण टिके समय देइ दियंतु एति दिन। बस आमे सेतिकिरे आमे ए 6 दिन रे ही हमकु समय देबर अछि, तापर जहा काम करिया किछ असुविधा नै। ओके ओके, आज टॉपिक है आपनकर प्रश्न उत्तर। ମୁଁ ଜାଣିଛି କାଲିର ହିଲିଂ ପ୍ରକ୍ରିୟା ପରେ ମନରେ କିଛି କ୍ୱେଶ୍ଚିନ୍ ଆସିଥିବ ଆପଣଙ୍କ ମନରେ, ବହୁତ ସାରା କ୍ୱେଶ୍ଚିନ୍ ଆପଣଙ୍କ ମନ ଭିତରେ ଆସିଥିବ, ରାଇଟ୍? ସେ କ୍ୱେଶ୍ଚିନ୍ ଆସିବା ପୂର୍ବରୁ ମୁଁ ତାର ଆନ୍ସର ଦେଇଦେବା ପାଇଁ ଚାହୁଁଛି। ଓକେ, ସେ ଆନ୍ସର ଦେଲା ପରେ ବି ଯଦି ଆପଣଙ୍କ ପାଖରେ ଆଉ କ୍ୱେଶ୍ଚିନ୍ ରହୁଛି ମୋତେ ପଚାରିବେ। ପାଖାପାଖି 50-60ଟି ଆନ୍ସର ମୁଁ ଦେବି, ତାପରେ ବି ଯଦି କିଛି କ୍ୱେଶ୍ଚିନ୍ ରହିବ ମୋତେ ପଚାରିବେ। ଓକେ, କ୍ୱେଶ୍ଚିନ୍ ଆନ୍ସର ସବୁ ନୋଟ୍ ବନେଇବେ ଆପଣ, এটা ଆପଣଙ୍କୁ ଦରକାର ଆବଶ୍ୟକ। ଯାହା ବି କ୍ୱେଶ୍ଚିନ୍ ଆନ୍ସର ମୁଁ ଆଜି କହିବି ତାକୁ ଆପଣ ନୋଟରେ ବନେଇକି ରଖିବେ, এটা ଜରୁରୀ। ଓକେ, ଚାଲନ୍ତୁ ଯିବା।